जय जगन्नाथ पिलामाने आशा करुच्ची समस्ते भलरे थिबो पिलामाने जो माने खेलुछंती बा खेलरे इंटरेस्ट रखिछंती जो माने स्पोर्ट्स पर्सन सेमानक पई गोटे बड़ वैकेंसी बाहरिछि हमर ओडिशा गवर्नमेंट तरफरु को डिपार्टमेंट रु बाहरिछि ना गवर्नमेंट ऑफ इंडिया ऑफिस ऑफ द प्रिंसिपल चीफ कमिशनर ऑफ इनकम टैक्स ओडिशा आयकर भवन राजस्व विभाग भुवनेश्वर पिलामाने एटा इनकम टैक्स डिपार्टमेंट रु बाहरिछि एवं तुम मानक कहि रखुछि एटा स्पोर्ट्स पर्सन मानक पई ही बाहरिछि जो माने खेलरे ଭଲ କରିଥିବେ ସେମାନଙ୍କ ପାଖରେ ସାର୍ଟିଫିକେଟ୍ ଥିବ ସ୍ପୋର୍ଟ ପର୍ସନ୍ ଭାବରେ ସେମାନେ ରେଜିଷ୍ଟର୍ଡ ହେଇଥିବେ ସେଇମାନେ ହିଁ ଏଥିରେ ଇଲିଜିବୁଲ୍ ଆପ୍ଲାଏ କରିବା ପାଇଁ ତେବେ ଭିଡ଼ିଓଟିକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ପିଲାମାନେ ଦେଖିବ ଯେଉଁମାନେ ଚ୍ୟାନେଲକୁ ନୂଆ ଅଛ ଦୟାକରି ସବସ୍କ୍ରାଇବ୍ କରିବ ଏବଂ ସମସ୍ତଙ୍କୁ ସେୟାର କରିବ ମୋର ଜବ୍ ସାଥୀ ୟୁଟ୍ୟୁବ୍ ଚ୍ୟାନେଲକୁ ପିଲାମାନେ ଦେଖିବା ଭିଡ଼ିଓ ମାଧ୍ୟମରେ କ'ଣ କ'ଣ ଡିଟେଲ୍ସଟି ଦେଇଛି ଆଉ ଆମେ କେମିତି ଆପ୍ଲାଏ କରିବା ଏବଂ ସବୁ ଜିନିଷ ବା ସବୁ ଇନଫର୍ମେସନ୍ ଆମକୁ କେଉଁଠୁ ମିଳିବ ତେବେ ମୁଁ ଯେମିତି କହିଲି ପିଲାମାନେ ଆମର এই ଯେଉଁ ପୋଷ୍ଟଟି ବାହାରିଛି ବା ଭ୍ୟାକେନ୍ସିଟି ବାହାରିଛି ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟରୁ ବାହାରିଛି ଏବଂ ସ୍ପୋର୍ଟ୍ସ ପର୍ସନ୍ ମାନଙ୍କ ପାଇଁ ହିଁ ବାହାରିଛି ସେଇଠି କ୍ଲିୟରଲି ମେନସନ୍ କରିଛି ପିଲାମାନେ ରିକ୍ରୁଟମେଣ୍ଟ ଅଫ୍ ମେରିଟସ୍ ସ୍ପୋର୍ଟ ପର୍ସନ୍ ଅଣ୍ଡର ସ୍ପୋର୍ଟ୍ସ କୋଟା ଇନ୍ ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟ ଓଡ଼ିଶା ରିଜିଅନ୍ 2026 ହେଲା ତେଣୁ ସ୍ପୋର୍ଟ୍ସ କୋଟାରେ ଏଇଟା ବାହାରିଛି କ'ଣ କ'ଣ ଡିଟେଲ୍ସ ଦେଇଛି ଦେଖ ପିଲାମାନେ ନା ତିନିଟା ପୋଷ୍ଟ ବାହାରିଛି ଆମର ମୁଖ୍ୟତଃ ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟରେ ନା ପ୍ରଥମଟା ହେଉଛି ଟ୍ୟାକ୍ସ ଆସିଷ୍ଟାଣ୍ଟ ନମ୍ବର 2 ଷ୍ଟେନୋଗ୍ରାଫର ଗ୍ରେଡ୍ 2 ଏବଂ ନମ୍ବର 3 ମଲ୍ଟିଟାସ୍କିଂ ଷ୍ଟାଫ୍ କେତେ ଗୁଡ଼ିଏ ଭ୍ୟାକେନ୍ସି ସେଇଠି ଡିଟେଲ୍ ଆମକୁ ମେନସନ୍ କରିଛି ଟୋଟାଲ୍ ପୋଷ୍ଟ ଆମକୁ ବାହାରିଛି 12 ଗୋଟି ଭ୍ୟାକେନ୍ସି ବାହାରିଛି ହେଲା ଏବଂ ସାଲାରୀ ମଧ୍ୟ ମେନସନ୍ କରିଛି ଏବଂ ଏଜ୍ ଲିମିଟ୍ ମଧ୍ୟ ଏଠି ସେଇଠି ଏଇ ଟେବୁଲ୍ ମାଧ୍ୟମରେ ଜଣାଇ ଦେଇଛି 18ରୁ 27 18ରୁ 25 এইଭଳି ସବୁ ମେନସନ୍ କରିଛି ପୋଷ୍ଟ ଅନୁସାରେ ଏବଂ କ'ଣ କ'ଣ କ୍ୱାଲିଫିକେସନ୍ ଆମମାନଙ୍କୁ ରହିଛି ସେ ଗୋଟିଏ ଜାଗାରେ ପିଲାମାନେ ବହୁତ ସୁନ୍ଦର ଭାବରେ ମେନସନ୍ କରିଦେଇଛି ଦେଖ ବ୍ୟାଚଲର୍ସ ଡିଗ୍ରୀ ରହିବ ଡାଟା ଏଣ୍ଟ୍ରି ଜାଣିଥିବା ଦରକାର ଯେଉଁମାନେ ଟେକ୍ସ ଆସିଷ୍ଟାଣ୍ଟ ହେବେ ଏବଂ ଯେଉଁମାନେ ଷ୍ଟେନୋଗ୍ରାଫର ହେବେ ସେମାନେ 12th କ୍ଲାସ୍ ୱିଥ୍ ଟ୍ରାନ୍ସକ୍ରିପ୍ସନ୍ 50 ମିନିଟ୍ସ ଯେଉଁଟା ଷ୍ଟେନୋଗ୍ରାଫର ମାନଙ୍କ ପାଇଁ ଯେଉଁମାନେ ଜାଣିଥିବେ ଷ୍ଟେନୋର ଟାଇପିଂ ଆଉ ତାର କ୍ରାଇଟେରିଆ ସବୁ ଜାଣିଥିବେ ସେଇମାନେ ଏଥିରେ ଆପ୍ଲାଏ କରିପାରିବେ ଏବଂ ଯେଉଁମାନେ ମଲ୍ଟିଟାସ୍କିଂ ଷ୍ଟାଫ୍ ରହିଲେ ସେମାନେ ମେଟ୍ରିକୁଲେସନ୍ ବା 10th ପାସ୍ ଏମାନେ କରିଥିବା ଦରକାର ଆମେ ଜାଣିଲେ ପିଲାମାନେ ମୁଁ ଆଉ ଥରେ କହି ରଖୁଛି ଆମର ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟ ଓଡ଼ିଶା ଅଫିସ୍ ତରଫରୁ ଏଇଟା ଭ୍ୟାକେନ୍ସିଟି ବାହାରିଛି ସ୍ପୋର୍ଟ୍ସ କୋଟାରେ ବାହାରିଛି ଯେଉଁମାନେ ସ୍ପୋର୍ଟ୍ସ ପର୍ସନ୍ ରେଜିଷ୍ଟର୍ଡ ମାନେ କ୍ୱାଲିଫାଏଡ୍ ହେଇଥିବେ ସେଇମାନେ ହିଁ ଆପ୍ଲାଏ କରିପାରିବେ ଏବଂ 3 ଗୋଟି ପୋଷ୍ଟ ବାହାରିଛି ନମ୍ବର 1 ଟେକ୍ସ ଆସିଷ୍ଟାଣ୍ଟ ନମ୍ବର 2 ଷ୍ଟେନୋଗ୍ରାଫର ନମ୍ବର 3 ମଲ୍ଟିଟାସ୍କିଂ ଷ୍ଟାଫ୍ କ'ଣ କ'ଣ ଡିଟେଲ୍ସ ସବୁ ରହିଛି ଟେବୁଲ୍ ମାଧ୍ୟମରେ ଆମେ ଜାଣିଲେ ଏଜ୍ ଲିମିଟ୍ ମଧ୍ୟ ଜାଣିଗଲେ ଏବେ ଆଉ କ'ଣ ରହିଛି ନା ଡିଟେଲଟା ଆମର କେଉଁଠୁ ପାଇବା ଦେଖ ପିଲାମାନେ ଏଇ ଯେଉଁ ପିଡିଏଫ୍ଟି ମଧ୍ୟ କେଉଁଠୁ ମିଳିବ ଆମେ କେମିତି କ'ଣ ଅନଲାଇନ୍ ଆପ୍ଲାଏ କରିବା ନା ଏଇଟା ହେଉଛି ତାର ଲିଙ୍କ୍ www.incometaxindia.gov.in ଏବଂ ୟାର ମୁଖ୍ୟ କଥା ହେଉଛି ଲାଷ୍ଟ ଡେଟ୍ କେବେ ସେଇଠି ହେଇଛି ଦେଖ ପିଲାମାନେ ଦ ଆପ୍ଲିକେସନ୍ ଫର୍ମ ଏଜ୍ ପର୍ Annex 2 କମ୍ପ୍ଲିଟ୍ in all respect must be sent via registered or speed post ମାନେ ଆମେ ଫର୍ମଟି ଡାଉନଲୋଡ୍ କରିବା ଡାଉନଲୋଡ୍ କରିକି ଫିଲ୍ଅପ୍ କରିବା ତା ସହିତ ଯାହା ଯାହା ମାଗିଥିବ ଆମକୁ ଡକୁମେଣ୍ଟ ମୁଁ ଭଲ ଭାବରେ ପିଲାମାନେ କହୁଛି ପ୍ରଥମେ ଫର୍ମ ହେଲା ତା ଫର୍ମଟିକୁ ଫିଲ୍ଅପ୍ ହେବ ତାପରେ ଡକୁମେଣ୍ଟ ରହିବ ଫଟୋ ରହିବ ଯାହା ଯାହା ସେ ଆମକୁ ମାଗିଥିବ ସବୁଗୁଡ଼ାକୁ ଆମେ ଆଟାଚ୍ କରିବା ଆଟେଷ୍ଟେଡ୍ କରିକି ଆଟାଚ୍ କରିବା କରିସାରିଲା ପରେ ତାକୁ ଆମେ ରେଜିଷ୍ଟର୍ଡ ବା ସ୍ପିଡ୍ ପୋଷ୍ଟରେ ପଠେଇବା ରେଜିଷ୍ଟର୍ଡ ହେଉ ବା ସ୍ପିଡ୍ ପୋଷ୍ଟରେ ଆମେ ତାକୁ ପଠେଇବା କେଉଁଠିକୁ ପଠେଇବା ସେଇଠି ଦେଇଛି ଆମେ ପଠେଇବା କିନ୍ତୁ ତା ଲାଷ୍ଟ ଡେଟ୍ ହେଉଛି 31/7/2026 ତାମାନେ 31/7/2026 ପୂର୍ବରୁ ପହଞ୍ଚିବ 31/7/2026 ପୂର୍ବରୁ ପହଞ୍ଚିବ ମାନେ ଜୁଲାଇ 31 ପୂର୍ବରୁ ସେଇଟା ପହଞ୍ଚିବା ଦରକାର ହେଲା ଏଇଠି ଦେଇଛି ଦେଖ ଆମର ତାର ଆଡ୍ରେସଟି ଏଠି ଦେଇଛି ଦେଖ ପିଲାମାନେ ହଁ ତ ଯେଉଁମାନେ ରହିଲେ ଏଇ ରିଜନ୍ରୁ ଆସୁଥିବେ ଏଠି କିଛି ସ୍ପେସିଫିକ୍ ସେ ମେନସନ୍ କରିଛି ନର୍ଥ ଇଷ୍ଟର୍ଣ୍ଣ ଷ୍ଟେଟ୍ ଆଣ୍ଡାମାନ ନିକୋବର ଲାକ୍ଷାଦ୍ୱୀପ ସେମାନଙ୍କ ପାଇଁ ଟିକେ ଡେଟ୍ ଏକ୍ସଟେଣ୍ଡ କରିଛି ଯେଉଁମାନେ ସେଠି ରହୁଛନ୍ତି ସେମାନଙ୍କ ପାଇଁ 10/8/2026 କରିଛି ଅଗଷ୍ଟ ମଧ୍ୟ ଦେଇଛି ସେଠିକି ଆମେ ଯିବା ନାହିଁ କାରଣ ଯେଉଁ ପିଲାମାନେ ସେଇଠୁ ଆସୁଛନ୍ତି ସେମାନେ ଏଇଟାକୁ ଫଲୋ କରିବେ ବଟ୍ ଆମକୁ 31/7 ପୂର୍ବରୁ ପଠେଇବାର ଅଛି ହେଲା ଏଇଠି ଦେଇଛି ଦେଖ ଆଡ୍ରେସ୍ କେଉଁ ଆଡ୍ରେସ୍ରେ ପଠେଇବା ଏଇଟା ହିଁ ଆଡ୍ରେସ୍ ଦେଖ ପିଲାମାନେ ଏଇଟା ଭଲ ପିକେ ସିଂ ଡେପୁଟି କମିଶନର ଅଫ୍ ଇନକମ୍ ଟ୍ୟାକ୍ସ ହେଡ଼କ୍ୱାର୍ଟର୍ସ एडमिन एंड VIG ऑफिस ऑफ द चीफ कमिश्नर इन इनकम टैक्स ओडिशा आयकर भवन राजस्व विहार भुवनेश्वर 751007 यही एड्रेस रे पठेबे एटा भलो भाबरे देखिबो पिला माने एही एड्रेसटा ही मेंशन हबो क्लियर तापर देखो रिक्रूटमेंट एग्नेस्ट स्पोर्ट्स कोटा इनका इनकम टैक्स डिपार्टमेंट देखो सेठी देइची पे स्केल हमको मेंशन करिछि हला को गैजेट सेंट्रल गैजेट बा लेवल अनुसार क्लासिफिकेशन अनुसार हमर पोस्ट गुडी रहिछि एवं हमको सैलरी स्ट्रक्चरटा एठी भलो भाबरे मेंशन करिछि बहुत बढ़िया सैलरी अछि पिला माने जनरल इनफॉरमेशन गुडी को जहाँ जमी रहा कथा रहिबो सेतरे बेसी किछि हमको मेंशन बा ताको हमको देखिबा दरकार नै हां एज कथा कहली 1827 এবং 1825 सेटा पुनी 1/8/2026 पर्यंत नेशनलिटी हम समस्त इंडियन हेतिबा दरकार क्वालिफिकेशन भी देई देला
ହେଲା ସ୍ପୋର୍ଟସ୍ ଇଲିଜିବିଲିଟି ହଁ ଏଇଟା ମୁଖ୍ୟ କଥା ହେଉଛି ସ୍ପୋର୍ଟସ୍ ଇଲିଜିବିଲିଟି ଆପ୍ଲିକେସନ୍ ସୁଡ୍ ହାଭ୍ ରିପ୍ରେଜେଣ୍ଟେଡ୍ ଏ ଷ୍ଟେଟ୍ କାଉନସିଲ୍ ଇନ୍ ଦ ନ୍ୟାସନାଲ୍ ଇଣ୍ଟରନ୍ୟାସନାଲ୍ କମ୍ପିଟିସନ୍ ମେଡାଲ ୱିନର୍ସ ଜୁନିୟର ନ୍ୟାସନାଲ୍ ଚାମ୍ପିଅନସିପ୍ ମେଡାଲ ୱିନର୍ସ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ ଏଇଠି କ୍ରାଇଟେରିଆ ଗୁଡ଼ିକୁ ସେ ଆମକୁ ମେନସନ୍ କରିଛି ପିଲାମାନେ ଦେଖ ଯେଉଁ ଆମର ନମ୍ବର 1 ନମ୍ବର 2 ନମ୍ବର 3 ପୋଷ୍ଟ ରହିଛି ଜବ୍ ତା ଅନୁସାରେ ସେ ଆମକୁ ଏଇଠି ସ୍ପୋର୍ଟସ୍ର କ୍ୟାଟାଗୋରୀ କିଏ କେଉଁଥିରେ ପାଇଥିବ ବା କ'ଣ କରିଥିବ ସେଇ ଅନୁସାରେ ଆମକୁ ସେ ଏଇଠି କ୍ରାଇଟେରିଆ ଗୁଡ଼ିକ ମେନସନ୍ କରିଛି ଆକୁ ଆମେ ଭଲ ଭାବରେ ଦେଖିବା ଏବଂ ଆପ୍ଲାଏ କରିବା କାରଣ ସେଇମାନେ ହିଁ ଆପ୍ଲାଏ କରିପାରିବେ ଯେଉଁମାନେ ଏଇଥିରେ କ୍ୱାଲିଫାଏ କରିଥିବେ ଫାଷ୍ଟ ପ୍ରିଫରେନ୍ସ କାହାକୁ ଦିଆଯିବ ସେକେଣ୍ଡ ପ୍ରିଫରେନ୍ସ କାହାକୁ ଦିଆଯିବ ଏମିତି କରିକି ପ୍ରିଫରେନ୍ସ ଗୁଡ଼ିକ ମଧ୍ୟ କ୍ୟାଟେଗୋରାଇଜ୍ କରିକି ସେ ଆମକୁ ଏଠି ମେନସନ୍ କରିଛି ତାପରେ ଆମେ ଆପ୍ଲାଏ କରିବା ହେଲା ହଁ ଏଠି ରହିଛି ଦେଖ ଲିଷ୍ଟ ସ୍ପୋର୍ଟସ୍ ହୁଇଚ୍ କ୍ୱାଲିଫାଏ ଫର୍ ଆପଏଣ୍ଟମେଣ୍ଟ ମେରିଟିୟସ୍ ସ୍ପୋର୍ଟସ୍ ପର୍ସନ୍ ଦେଖ ସ୍ପୋର୍ଟ ଗୁଡ଼ିକ କ'ଣ କ'ଣ ରହିଛି ଏଠି ସେ ଦେଇଛି ଆମକୁ ମେନସନ୍ କରିଛି କେଉଁ କେଉଁ ସ୍ପୋର୍ଟସରେ ଆମେ କ୍ୱାଲିଫାଏ କରିଥିବା ଦରକାର 1 ନମ୍ବର 2 ନମ୍ବର 3 ନମ୍ବର 4 ନମ୍ବର ଆର୍ଚେରୀ ଆଥଲେଟ୍ସ ବ୍ୟାଡମିଣ୍ଟନ ବଲ୍ ବ୍ୟାଡମିଣ୍ଟନ ବହୁତ ଜିନିଷ ଦେଇଛି ଦେଖ ପିଲାମାନେ ଏଇ ଗେମ୍ରେ ଆମେ କ୍ୱାଲିଫାଏ ହେଇଥିବା ଦରକାର ବା ଆମେ ରେଜିଷ୍ଟର୍ଡ ହେଇଥିବା ଦରକାର ଏଭିଡେନ୍ସ ଇନ୍ ସପୋର୍ଟ ମେରିନ୍ ସ୍ପୋର୍ଟସ୍ ଇଭେଣ୍ଟ ଗେମ୍ସ ନା ଯେଉଁ ଏଭିଡେନ୍ସ ଗୁଡ଼ିକ ଥିବ ସେ ଏଭିଡେନ୍ସ ଗୁଡ଼ିକୁ ମଧ୍ୟ ଆମକୁ ଆଟାଚ୍ କରିବା ପାଇଁ ପଡ଼ିବ ସାର୍ଟିଫିକେଟ୍ ହେଉ ବା ଆମେ ଯେଉଁ ପାର୍ଟିସିପେଟ୍ କରିଥିବା ତାର ସାର୍ଟିଫିକେସନ୍ ହେଉ ସବୁଗୁଡ଼ିକୁ ଆମେ ମେନସନ୍ କରିବା ସେ ଆପ୍ଲିକେସନ୍ ଫର୍ମ ସାଙ୍ଗରେ ହେଲା ଏଇଠି ଦେଇଛି ଦେଖ ହଁ ୟୁନିଭର୍ସିଟି ନ୍ୟାସନାଲ୍ ସ୍ପୋର୍ଟସ୍ ଖେଲୋ ଇଣ୍ଡିଆ ଏସବୁ ଜିନିଷ ଯାହା ଆମକୁ ମିଳିଥିବ ତାର ରେକର୍ଡ ଥିବ ସାର୍ଟିଫିକେଟ୍ ଥିବ ଆମେ ତାକୁ ମେନସନ୍ କରିବା ହେଲା ପେ ଆଣ୍ଡ ଆଲାଉନ୍ସ ମୁଁ କହିଲି 7th ପେ ସିପିସି ଅନୁସାରେ ପେ ଆଉ ଆଲାଉନ୍ସ ରହିବ ବହୁତ ସୁନ୍ଦର ଆଲାଉନ୍ସ ରହିଛି ଡକୁମେଣ୍ଟସ୍ କ'ଣ କ'ଣ ରହିବ ପିଲାମାନେ ଏଇଠି ଦେଖିଦିଅ ତୁମେ ଡକୁମେଣ୍ଟସ୍ ଗୁଡ଼ିକ ରହିବ ମେଟ୍ରିକୁଲେସନ୍ ଏଜୁକେସନାଲ୍ କ୍ୱାଲିଫିକେସନ୍ କାଷ୍ଟ ସ୍ପୋର୍ଟସ୍ ଗେମ୍ ସାର୍ଟିଫିକେଟ୍ PWBD ସାର୍ଟିଫିକେଟ୍ ଆଧାର କାର୍ଡ଼ ଫଟୋଗ୍ରାଫ ହେଲା ରିସେଣ୍ଟ ଏମ୍ପ୍ଲୟର ଇଫ୍ ଆପ୍ଲିକେବୁଲ୍ ହେଲା ହଁ ଏଇଟା କେଉଁଠିକି ଯିବ ହାଉ ଟୁ ଆପ୍ଲାଏ ମୁଁ କହିଲି ରେଜିଷ୍ଟ୍ରେଡ୍ ପୋଷ୍ଟରେ ପଠାଯିବ ଏବଂ ଆପ୍ଲିକେସନ୍ ତା ଉପରେ କ'ଣ ଲେଖାଯିବ ଦେଖ ପିଲାମାନେ ସେଇଠି ଦେଇଛି ଖାମ୍ ଉପରେ ବା ଏନଭଲପ୍ ଉପରେ ଆପ୍ଲିକେସନ୍ ଫର୍ ଆପଏଣ୍ଟମେଣ୍ଟ ଅଫ୍ ମେରିଟିୟସ୍ ପର୍ସନ୍ ଇନ୍ ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟ ଓଡ଼ିଶା 2026 ହେଲା ଏଇଟାକୁ ଭଲ ଭାବରେ ନୋଟ୍ କରିବ ଏବଂ ମେନସନ୍ କରିବ ହେଲା ଏଇଟା ହେଉଛି ତାର ଆଡ୍ରେସ୍ ଏବଂ 31/7/2026 ପୂର୍ବରୁ ପହଞ୍ଚିବ ହେଲା ମୁଁ ବାରମ୍ବାର କହୁଛି ତା ପୂର୍ବରୁ ପହଞ୍ଚିବା ଦରକାର ହେଲା ଆଉ କ'ଣ ରହିବ ସିଲେକ୍ସନ୍ କଣ୍ଡିସନ୍ ସର୍ଟଲିଷ୍ଟ କଣ୍ଡିସନ୍ ହେବ ପ୍ରାୟ ପରୀକ୍ଷା ହେବ ସେମାନେ ଇଣ୍ଟିମେସନ୍ କରିବେ ତୁମମାନଙ୍କୁ ସେ ଅନୁସାରେ ଆମେ এই ୱେବସାଇଟ୍ଟିକୁ ମଧ୍ୟ ଭିଜିଟ୍ କରିବା ମଝିରେ ମଝିରେ ନୋଟିଫିକେସନ୍ ଆସିବ ଯେଉଁମାନେ ଏଥିରେ ଆପ୍ଲାଏ କରିଥିବେ ପିଲାମାନେ ପ୍ରାୟତଃ ସବୁ ଇନଫର୍ମେସନ୍ ଆମେ ପାଇଗଲେ ଏବଂ ହଁ ଏଇଠି ରହିବ ଦେଖ ଆଚିଭମେଣ୍ଟ ୱିନିଂ ପୋଜିସନ୍ ଏଇଠି ଦେଇଛ ଇଣ୍ଟରନ୍ୟାସନାଲ୍ ଲେବୁଲ୍ ନ୍ୟାସନାଲ୍ ଲେବୁଲ୍ ୟୁନିଭର୍ସିଟି ଲେବୁଲ୍ କାରଣ ଏଇଟା ସମ୍ପୂର୍ଣ୍ଣ ଡିଫରେଣ୍ଟ କେବଳ ସ୍ପୋର୍ଟସ୍ ପର୍ସନ୍ମାନଙ୍କ ପାଇଁ କିଏ କେତେ ହିସାବରେ ଏଠି ମାନେ ପାର୍ଟିସିପେସନ୍ କରିଥିବେ ର୍ୟାଙ୍କ ରଖିଥିବେ ବା ନମ୍ବର ବା ପୋଜିସନ୍ ରଖିଥିବେ ସେ ଅନୁସାରେ ଏଠି ସେ ଆମକୁ ମେନସନ୍ କରିଛି ହେଲା ସ୍କୁଲ ଲେବୁଲ୍ରେ କ'ଣ ରହିବ ଖେଲୋ ଇଣ୍ଡିଆ ଗେମ୍ସରେ କ'ଣ ରହିବ ୟୁନିଭର୍ସିଟି ଲେବୁଲ୍ରେ କ'ଣ ରହିବ ନ୍ୟାସନାଲ୍ ଲେବୁଲ୍ରେ କ'ଣ ରହିବ ସେ ସବୁ ଆମକୁ ଏଠି ମେନସନ୍ କରିଛି ପିଲାମାନେ ହେଲା ତେଣୁ ପ୍ରାୟ ସବୁ ଇନଫର୍ମେସନ୍ ଆମେ ପାଇଗଲେ ଏଣିକି ଆମେ ହଁ ଏଇଠି ଦେଖ ଫର୍ମଟା ସେ ପିଲାମାନେ ଦେଇଛି ହେଲା ଏଇଠି ଫର୍ମଟା ସେ ଆମକୁ ଦେଇଛି ଏଇଭଳିଆ ଫର୍ମଟେ ରହିବ ଫର୍ମଟେ ଆମେ ସବୁ ଡିଟେଲ୍ ଦେଖିବା ଆଡ୍ରେସ୍ ଫାଦର୍ସ ନେମ୍ ଜେଣ୍ଡର ମୋବାଇଲ୍ ନମ୍ବର ସବୁ ଫିଲ୍ଅପ୍ କରିବା ଯେମିତି ଆମେ ଫିଲ୍ଅପ୍ କରନ୍ତି ଏଇଟା ଅଫଲାଇନ୍ରେ ହେଉଛି ପିଲାମାନେ ଏଇଟା ଅଫଲାଇନ୍ ମୋଡ଼୍ ହେଲା ଅନଲାଇନ୍ ନୁହଁ ଅଫଲାଇନ୍ ମୋଡ଼୍ରେ ଆମେ କେବଳ ଏ ଫର୍ମଟିକୁ ସେ ଲିଙ୍କରୁ ଯେଉଁ ଲିଙ୍କଟି କହିଲି ସେ ଲିଙ୍କରୁ ଯାଇକି ଡାଉନଲୋଡ଼୍ କରିବା ଡାଉନଲୋଡ଼୍ କଲେ ତାପରେ ଏଇଟା ପ୍ରିଣ୍ଟ ଆଉଟ୍ ନେଇକି ଆମେ ଫିଲ୍ଅପ୍ କରିକି ତାକୁ ତା ସହିତ ଡକୁମେଣ୍ଟ ଆଟାଚ୍ କରିକି ସବୁ ପଠାଇବା ହେଲା ଯାହା ଯାହା ଦେଇଛି ସେ ଅନୁସାରେ ସବୁ ଆକୁ ଫିଲ୍ଅପ୍ କରିବା ପାଇଁ ପଡ଼ିବ ହେଲା 2 ପେଜ୍ ବିଶିଷ୍ଟ ଫର୍ମଟି ରହୁଛି ହଁ 3 ପେଜ୍ ସେଲ୍ଫ ଡିକ୍ଲାରେସନ୍ ବି ରହୁଛି ତାର ହେଲା ତାପରେ ଆମେ ଆକୁ ଆପ୍ଲାଏ କରିବା ବା ପଠାଇବା ହେଲା ତେଣୁ ପିଲାମାନେ ଯାହା ଡାଉଟ୍ ରହୁଛି ନା ମୋତେ କମେଣ୍ଟ ମାଧ୍ୟମରେ ଜଣାଇବ ମୁଁ ନିଶ୍ଚିତ ଭାବରେ ତାଙ୍କୁ ରିପ୍ଲାଏ କରିବି ବା ବ୍ୟାକ୍ କରିବି ଯଦି କାହାର କିଛି ଡାଉଟ୍ ଥାଏ କେମିତି କ'ଣ ହେଉଛି ବା ଆଉ କ'ଣ ବୁଝିବାର ଥାଏ ମୋତେ କମେଣ୍ଟ ମାଧ୍ୟମରେ ଜଣାଇବ ମୁଁ ନିଶ୍ଚିତ ଭାବରେ ସେମାନଙ୍କୁ ସହଯୋଗ କରିବି ରହିଲି ଜୟ ଜଗନ୍ନାଥ।